बाट ओषा जोटा को दांड पहरा ओषा भावे मध्य जानती। पौष मासर कृष्ण पक्ष द्वितीय तिथि रे एई ओषा करा जाए। साधारणतः एई ओषा डिसेम्बर किंबा जानुआरी मासरे पड़े। आमर 33 कोटी देवतांक मध्य मृत्यु और धर्मर रक्षक देवता जम देवता एई ओषारे पूजा करा जाए। महिला माने एई ओषा पालन करी पति पिला और परिवार लोकंक दीर्घायु सुरक्षा और भल यात्रा पई प्रार्थना करती। ଏହି ଓଷାଟି ରାସ୍ତାରେ କରାଯାଏ। ସକାଳୁ ମହିଳାମାନେ ଉପାସ ରହିଥାନ୍ତି ଓ ବିଭିନ୍ନ ପ୍ରକାର ପିଠାପଣା ଫଳମୂଳ ଭୋଗ କରାଯାଏ। ରାସ୍ତାରେ ଯେଉଁ ଜାଗାରେ ପୂଜା କରାଯାଏ ସେହି ସ୍ଥାନକୁ ଧୋଇ ଧାଇ କୋଠି କଟାଯାଏ ଆଉ ମଝିରେ ଗୋଟିଏ ଗାତ ଟାଇପର କରାଯାଏ। ସେହି ଗାତରେ ପଣା ଭୋଗ ଦିଆଯାଏ। ପ୍ରଥମେ ସେହି କୋଠିକୁ ହଳଦୀ ପାଣିରେ ଧୁଆଯାଏ, ତାପରେ ସେଥିରେ ହଳଦୀ ପିଣ୍ଡୁଳା କରି ଥୁଆ ହୁଏ। ଆଉ ସେହି ହଳଦୀ ଉପରେ ଗୁଆ ଦିଆଯାଏ। ଗୁଆରେ ସିନ୍ଦୁର ଦିଆଯାଏ। ତାପରେ ଗୋଟା ପାନ ପଇସା ମଳୁକ ମୂଳା ଆଖୁ କଦଳୀ ଏସବୁ କୋଠିରେ ଦିଆଯାଏ। ଏହି ଓଷାରେ ସବୁ ଗୋଟା ଜିନିଷ ପୂଜା କରାଯାଏ। ନଡ଼ିଆକୁ ଭାଙ୍ଗିବାକୁ ପଡ଼ିବ ବୋଲି ଏହି ଓଷାରେ ନଡ଼ିଆକୁ ପୂଜା କରାଯାଏ। କୋଠି ପୂଜା ପରେ ବାଟ ଓଷା ବହି ବୋଲାଯାଏ। ହେମନ୍ତେ ଘେନିଣା ଆଇଲେ ରାଜାର ସିଂହ ଦ୍ୱାର ହେଲେ ଦାଣ୍ଡ ବାଟରେ ସେ ଯାଇ ବାଡ଼ି ଆଡ଼କୁ ଗଲେ ନେଇ ସେହି ଦିନରେ ଚୁନା କୁଟି ସାରିବ ସବୁ ବଟା ବଟି ଭିତରେ ନଈ ଭିଜା ଯାକ କରିବ ନିଜ ପରେ। ବହି ବୋଲା ସରିବା ପରେ ପୁଣି ଥରେ ବନ୍ଦାପନା କରି ବଜ୍ରମୂଳିରେ କୋଠି ଚାରିପଟ ପହଁରାଯାଏ। ସେହି ବଜ୍ରମୂଳିକୁ ପରିବାର ଲୋକଙ୍କର ମୁଣ୍ଡରେ ଛୁଆଁଯାଏ। ବିଶ୍ୱାସ କରାଯାଏ କି ବଜ୍ରମୂଳି ମୁଣ୍ଡରେ ଛୁଆଇଲେ ପରିବାର ଲୋକଙ୍କର ଆୟୁଷ ବଜ୍ର ପରି ହୋଇଥାଏ। ଏଇଟା ତ ଥିଲା ଶାଶୁଘରେ ମୋର ପ୍ରଥମ ବାଟ ଓଷା, କିନ୍ତୁ ଯେହେତୁ ମୁଁ ଭଲସେ ବାଟ ଓଷା ବିଷୟରେ ଜାଣିନି ତ ସେଥିପାଇଁ ଯେତିକି ଜାଣିଛି ଆପଣମାନଙ୍କ ସହିତ ସେୟାର କଲି। ଯଦି ବି ମୋର କିଛି ଭୁଲ ରହିଥାଏ ତ ଆପଣ କମେଣ୍ଟ ସେକ୍ସନରେ ମୋତେ ନିଶ୍ଚୟ ଜାଣିପାରିବେ। ରହିଲି, ବାଏ ବାଏ, ଥ୍ୟାଙ୍କ ୟୁ।